ସାଙ୍ଗମାନେ ଘରେ ବିଲେଇ ପାଳିବା ଦ୍ୱାରା କିମ୍ବା ଘରେ ବିଲେଇ ରହିବା ଦ୍ୱାରା କ'ଣ ହୋଇଥାଏ ଆଜି ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା। ସାଙ୍ଗମାନେ, କୈଳାସ ପର୍ବତରେ ଭଗବାନ ଶିବ ଧ୍ୟାନରେ ମଗ୍ନ ଥିଲେ। ସେହି ସମୟରେ ଦେବର୍ଷି ନାରଦ ଯାଇ ପହଞ୍ଚିଲେ। ଭଗବାନ ଶିବ ନାରଦଙ୍କୁ ଦେଖି ସ୍ୱାଗତ ଜଣାଇ ପଚାରିଲେ ଯେ, ହେ ଦେବର୍ଷି, କୁହନ୍ତୁ କୈଳାସ ଆସିବାର କେଉଁ ପ୍ରୟୋଜନ ରହିଛି? ଦେବର୍ଷି ନାରଦ ଭଗବାନ ଶିବଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ମୁଁ ପୃଥିବୀ ଲୋକରେ ଦେଖିଲି ଯେ କିଛି ଲୋକ ବିଲେଇ ପାଳିଛନ୍ତି। ଏ ସଂସାରରେ ଏପରି କୌଣସି ଘର ନାହିଁ ଯେଉଁ ଘରକୁ ବିଲେଇ ଯାଇନଥାଏ। ବିଲେଇ ସେଇ ଘରକୁ ଯାଇଥାଏ ଯେଉଁ ଘରେ ମନୁଷ୍ୟ ରହିଥାନ୍ତି। ହେ ପ୍ରଭୁ, ମୁଁ ଜାଣିବାକୁ ଚାହୁଁଛି ଯେ ବିଲେଇକୁ ଘରେ ପାଳିବା ଦ୍ୱାରା ବା ରହିବା ଦ୍ୱାରା ବିଲେଇ କ'ଣ ହୋଇଥାଏ? ବିଲେଇ ଘରେ ଯଦି କାନ୍ଦିଥାଏ ତେବେ ଏହା କେଉଁ ସଂକେତ ଦେଇଥାଏ? ହେ ପ୍ରଭୁ, ବିଲେଇ ଯଦି ଘରେ ଛୁଆ ଜନ୍ମ କରିଥାଏ ତେବେ ଏହା କେଉଁ ସଂକେତ ଦେଇଥାଏ? ଭଗବାନ ଶିବ କହିଲେ, ହେ ଦେବର୍ଷି ନାରଦ, ଆପଣ ସମସ୍ତ ମାନବ ଜାତିର ମଙ୍ଗଳ ନିମିତ୍ତ ଏହି ପ୍ରଶ୍ନ। ଭଗବାନ ଶିବ କହିଲେ, ହେ ନାରଦ, ବିଲେଇ ତାର ଶୁଣିବାର ଏବଂ ଶୁଙ୍ଘିବାର ଶକ୍ତି ପ୍ରଖର ଅଟେ। ସେ କମ୍ ଆଲୋକରେ ମଧ୍ୟ ରାତିରେ ସବୁ ଦେଖିପାରିଥାଏ। ଭଗବାନ ଶିବ କହିଲେ, ହେ ନାରଦ, ମୁଁ ତୁମ ପ୍ରଶ୍ନର ଉତ୍ତର ଦେବି, କିନ୍ତୁ ତା ଆଗରୁ ମୁଁ ତୁମକୁ ଏକ କଥା ଶୁଣାଉଛି, ଯାହାକୁ ଶୁଣିବା ମାତ୍ରେ ହିଁ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିଯିବ। ଏହି କଥାକୁ ଯିଏ ମନ ଦେଇ ଶ୍ରଦ୍ଧାର ସହିତ ସମ୍ପୂର୍ଣ୍ଣ ବିଷୟବସ୍ତୁଟିକୁ ଶୁଣିଥାଏ ତାର ସବୁ ଦାରିଦ୍ର୍ୟତା ନଷ୍ଟ ହୋଇଯାଇଥାଏ। ଦେବର୍ଷି ନାରଦ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ କଥାକୁ ମନ ଦେଇ ଧ୍ୟାନର ସହିତ ଶୁଣିବି। ଭଗବାନ ଶିବ କହିଲେ, ହେ ନାରଦ, ପ୍ରାଚୀନ କାଳର କଥା ଅଟେ। ଏକ ଗ୍ରାମରେ ଏକ ମହିଳା ରହୁଥିଲେ। ଏହି ମହିଳାର ଏକ ପୁତ୍ର ହେଲା ଏବଂ ସେହି ପୁତ୍ର ବିକଳାଙ୍ଗ ହେଲା। ସେ ଶଯ୍ୟାରୁ ନା ଉଠି ପାରୁଥିଲା, ନା ଛିଡ଼ା ହୋଇପାରୁଥିଲା, ନା ଶୋଇପାରୁଥିଲା। ସେ ମହିଳା ତାର ପୁତ୍ରର ଏପରି ଅବସ୍ଥା ଦେଖି ବହୁତ ଦୁଃଖ କରୁଥିଲା। ତାକୁ ସର୍ବଦା ଏହି ଚିନ୍ତା ଘାରୁଥିଲା ଯେ ମୋର ଏହି ପୁତ୍ରର କ'ଣ ହେବ। ଏପରି ଧୀରେ ଧୀରେ 1 ବର୍ଷ ବିତିଗଲା ଏବଂ ସେହି ମହିଳାକୁ ଦ୍ୱିତୀୟ ପୁତ୍ର ହେଲା। କିନ୍ତୁ ଦ୍ୱିତୀୟ ପୁତ୍ର ମଧ୍ୟ ବିକଳାଙ୍ଗ ଥିଲା। ଏହି ମହିଳାକୁ ଆହୁରି ଚିନ୍ତା ହୋଇଗଲା ଯେ ଏଇ ମୋର 2 ପୁତ୍ରଙ୍କର କ'ଣ ହେବ? ସେମାନେ ଭବିଷ୍ୟତରେ କ'ଣ କରିବେ, କିପରି ରହିବେ? ଏପରି ଭାବି ଭାବି ତାର ଦ୍ୱିତୀୟ ବର୍ଷ ମଧ୍ୟ ବିତିଗଲା ଏବଂ ତୃତୀୟ ବର୍ଷରେ ତାର ଆଉ ଏକ ପୁତ୍ର ସନ୍ତାନ ଜାତ ହେଲା ଏବଂ ତାର ସେହି ପୁତ୍ରଟିର ମଧ୍ୟ ସେହି ପୂର୍ବ ଦ୍ୱିତୀୟ 2ଟି ପୁତ୍ରଙ୍କ ପରି ଥିଲା। ତୃତୀୟ ପୁତ୍ର ମଧ୍ୟ ବିକଳାଙ୍ଗ ଥିଲା। ଏବେ ମହାଦେବ ନାରଦଙ୍କୁ କହିଲେ। ଏବେ ସେ ନାରୀକୁ ଚିନ୍ତା ହେବାକୁ ଲାଗିଲା ଯେ ମୋର ଏହି ପୁତ୍ରଙ୍କର ଅବସ୍ଥା କ'ଣ ହେବ? ସେମାନେ ତ ସମସ୍ତେ ବିକଳାଙ୍ଗ ହୋଇଗଲେ। ଏବେ ସେମାନଙ୍କର କ'ଣ ହେବ? ଏମାନଙ୍କର ଲାଳନ ପାଳନ କିଏ କରିବ? ଯେତେ ଦିନ ଯାଏ ମୁଁ ଜୀବିତ ରହିଛି ସେତେ ଦିନ ପର୍ଯ୍ୟନ୍ତ ସିନା ମୁଁ ଏମାନଙ୍କ ଦେଖାଶୁଣା କରିବି, କିନ୍ତୁ ମୁଁ ଯିବା ପରେ ଏମାନଙ୍କର କ'ଣ ହେବ? ଭଗବାନ ଶିବ କହିଲେ, ହେ ଦେବର୍ଷି, ଏମିତି ଚାହୁଁ ଚାହୁଁ 4ର୍ଥ ବର୍ଷ ବିତିଗଲା ଏବଂ ସେ ମହିଳାକୁ 4ର୍ଥ ପୁତ୍ର ସନ୍ତାନ ଜାତ ହେଲା। 4ର୍ଥ ପୁତ୍ର ମଧ୍ୟ ବିକଳାଙ୍ଗ ଥିଲା। ସେ ଆହୁରି ଚିନ୍ତିତ ରହିଲା। କିଛି ଦିନ ପରେ ତାର 5ମ ପୁତ୍ର ହେଲା। ଭଗବାନ ଶିବ କହିଲେ, ହେ ଦେବର୍ଷି, ଏହି 5ମ ପୁତ୍ର ମଧ୍ୟ ସେହି 4 ପୁତ୍ରଙ୍କ ପରି ବିକଳାଙ୍ଗ ଥିଲା। ମହିଳା ନିଜର ଉପରେ ଆଶା ଛାଡ଼ିଦେଲା। ଭାବିଲା ଏହା ବୋଧେ ମୋ ଭାଗ୍ୟରେ ଲେଖା ଏବଂ ଭାବିଲା ଯେ ମୋ ଗର୍ଭ ହିଁ ଖରାପ। ସେ ଭାବୁଥିଲା ମୁଁ ଗଲା ପରେ ଏମାନେ କ'ଣ କରିବେ? ଏମାନଙ୍କର ଭବିଷ୍ୟତ କ'ଣ ହେବ? ଏମିତି ଦୁଃଖରେ ସେ ମହିଳାର ଜୀବନ ବିତିବାକୁ ଲାଗିଲା। ଥରେ ସେ ମହିଳାର ଘରକୁ ଏକ ବିଲେଇ ଆସିବାକୁ ଲାଗିଲା। ସେ ବିଲେଇର ମହିଳା ଘରେ ରହିବାକୁ ଲାଗିଲା। କିଛି ଦିନ ପରେ ନିଜର 4 ଛୁଆକୁ ସେ ବିଲେଇ ଜନ୍ମ ଦେଲା। ଯେତେବେଳେ ସେ 4 ଛୁଆକୁ ଜନ୍ମ ଦେଲା ସେତେବେଳେ ସେ ମହିଳାର ପ୍ରଥମ ପୁତ୍ରଟି ସମ୍ପୂର୍ଣ୍ଣ ରୂପେ ଠିକ୍ ହୋଇଗଲା। ସେ ମହିଳାର ପ୍ରଥମ ପୁତ୍ର ଛିଡ଼ା ହେବାକୁ ଲାଗିଲା, ଚାଲିବାକୁ ଲାଗିଲା ଏବଂ ସେ ମହିଳାଟି ବହୁତ ଖୁସି ହୋଇଗଲା।
ଏବେ ଏବେ ଭଗବାନ ଶିବ କହିଲେ, ହେ ଦେବର୍ଷି ନାରଦ, ଏବେ ସେ ମହିଳା ସେ ବିଲେଇର 4 ଛୁଆକୁ ତା ପାଖରେ ରଖିଲା ଏବଂ ତାଙ୍କର ଭଲ ଭାବରେ ଲାଳନ ପାଳନ କରିଲା। କିଛି ଦିନ ପରେ ପୁଣି ବିଲେଇଟି 4 ଛୁଆକୁ ଜନ୍ମ ଦେଲା। ସେ ମହିଳାର ଦ୍ୱିତୀୟ ପୁତ୍ର ମଧ୍ୟ ଠିକ୍ ହେବାକୁ ଲାଗିଲା। ଏପରି ଯେବେ ଯେବେ ବିଲେଇ ଛୁଆ ଜନ୍ମ କରୁଥିଲା, ସେବେ ସେବେ ସେହି ମହିଳାର ପୁତ୍ରମାନେ ମଧ୍ୟ ସମସ୍ତେ ଠିକ୍ ହେବାକୁ ଲାଗିଲେ ଏବଂ ସେ ମହିଳା ଘରେ ଧନ ଧାନ୍ୟ ଭରପୁର ହୋଇଗଲା। ଭଗବାନ ଶିବ କହିଲେ, ହେ ନାରଦ, ବିଲେଇ ଯେଉଁ ଘରେ ଛୁଆ ଜନ୍ମ କରିଥାଏ, ସେ ଘରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ସେ ଘରେ ସର୍ବଦା ସୁଖ ସମୃଦ୍ଧି ପ୍ରବେଶ କରିଥାଏ। ସାଙ୍ଗମାନେ, ସନାତନ ଧର୍ମରେ ଏହା ମଧ୍ୟ କୁହାଯାଇଥାଏ ଯେ ବିଲେଇକୁ ଘରେ ପାଳିଲେ ଏହା ଅଶୁଭ। ଯେବେ ବିଲେଇ କାନ୍ଦିଥାଏ, ତାହା ମଧ୍ୟ ଅଶୁଭ ସଂକେତ ହୋଇଥାଏ ଯେ ଆପଣଙ୍କର ଘରରେ କେହି ନା କେହି ସଦସ୍ୟଙ୍କର କିଛି ନା କିଛି ଅଶୁଭ ହୋଇଥାଏ। ସନାତନ ଧର୍ମରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଆପଣ କୌଣସି ଶୁଭ କାମରେ ବାହାରିଛନ୍ତି ଆଉ ବିଲେଇଟିକୁ ଦେଖୁଛନ୍ତି, ତେବେ ତାହା ଅଶୁଭ ମାନାଯାଇଥାଏ। ଏହା ମଧ୍ୟ ମାନାଯାଇଥାଏ ଯେ କୁଆଡ଼େ ଯିବା ସମୟରେ ଯଦି ବିଲେଇ ରାସ୍ତା କାଟିଥାଏ, ତେବେ ଆଗେ କିଛି ସମୟ ସେଠି ରହିବାକୁ ପଡ଼ିଥାଏ, ତାପରେ ଯାତ୍ରା କରିବାକୁ ପଡ଼ିଥାଏ। ଯଦି ଆପଣଙ୍କ ଘରୁ ବିଲେଇ ଆସି କାନ୍ଦିଥାଏ, ଆପଣଙ୍କ ଘରକୁ ଯଦି ବିଲେଇଟି ଆସି କାନ୍ଦିଥାଏ, ତେବେ ଏହା ମଧ୍ୟ କୁହାଯାଇଥାଏ ଯେ ସେ କିଛି ଅଶୁଭ ସଂକେତର ବୋଲି ସୂଚନା ଦେଉଛି। ଯେଉଁ ଲୋକ ନିଜର ଆନନ୍ଦ ପାଇଁ ବିଲେଇ ପାଳିଥାନ୍ତି, ଏହା ଅଶୁଭ ହୋଇଥାଏ। ସନାତନ ଶାସ୍ତ୍ର ଅନୁସାରେ ଯେଉଁଠାରେ ବିଲେଇ ରହିଥାଏ, ସେଠାରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏହି କାରଣରୁ ବିଲେଇ ପାଳିବା ଅଶୁଭ ହୋଇଥାଏ। ଯଦି ରାତି ଅଧରେ ବିଲେଇ ଦେଖା ଦେଇଥାଏ, ଏହାକୁ ମଧ୍ୟ ଅଶୁଭ ମାନାଯାଇଥାଏ। ଏହା ମଧ୍ୟ କୁହାଯାଏ ଯେ ଯେଉଁ ଘରେ ବିଲେଇ ଛୁଆ ଜନ୍ମ କରିଥାଏ, ସେ ଘରେ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ଘରେ ବିଲେଇକୁ ପାଳାଯାଇଥାଏ ଏବଂ ଯେଉଁ ଘରକୁ ବିଲେଇ ଆସିଥାଏ, ଏହା ଅଶୁଭ ବୋଲି ମାନାଯାଇଥାଏ। ଯେଉଁ ଘରେ ବିଲେଇ ପାଳାଯାଇଥାଏ, ସେ ଘରର ସଦସ୍ୟଙ୍କ ଉପରେ ସବୁବେଳେ ଖରାପ ପ୍ରଭାବ ପଡ଼ିଥାଏ। ଘରେ ଯଦି ବିଲେଇ ମଳମୂତ୍ର କରିଥାଏ, ତେବେ ଏହା ଏକ ଅଶୁଭ ସଂକେତ ଅଟେ। ଏହା ଦର୍ଶାଇଥାଏ ଯେ ଆଗକୁ ଆପଣଙ୍କ ଘରେ ନିଶ୍ଚିତ ଭାବରେ କଳହ ଲାଗି ରହିବ। ଏହା ମଧ୍ୟ ମାନାଯାଇଥାଏ ଯେ ବିଲେଇ ଭଗବାନ ବିଷ୍ଣୁଙ୍କ ପତ୍ନୀ ଦେବୀ ଲକ୍ଷ୍ମୀଙ୍କ ବଡ଼ ଭଉଣୀ ଅଲକ୍ଷ୍ମୀଙ୍କ ସବାରି ଅଟେ। ସାଙ୍ଗମାନେ, ଏବେ ଆସନ୍ତୁ ଜାଣିବା ବିଲେଇର ଶୁଭ ସଂକେତ କ'ଣ ରହିଛି। ଯଦି ଆପଣ ବିଲେଇ ତା ପିଲା ସହିତ ଦେଖୁଛନ୍ତି, ତାହା ଏକ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ କିଛି ନା କିଛି ଭଲ ଖବର ନିଶ୍ଚିତ ମିଳିବ। ଦୀପାବଳି ରାତିରେ ଯଦି ଆପଣଙ୍କ ଘରକୁ ବିଲେଇ ଆସିଥାଏ, ତେବେ ଏହା ମଧ୍ୟ ଶୁଭ ସଂକେତ ହୋଇଥାଏ। ଏହାଦ୍ୱାରା ଆପଣଙ୍କୁ ଧନର ଆଗମନ ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କର ଆଗମନ ଆପଣଙ୍କ ଘରକୁ ହୋଇଥାଏ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଘର ଉପରେ ରହିଥାଏ। ସାଙ୍ଗମାନେ, ଏତେ ପର୍ଯ୍ୟନ୍ତ ଯେଉଁମାନେ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତା ସହିତ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଯେଉଁ ନେକ୍ସଟ ଭିଡ଼ିଓ ଅପଲୋଡ଼ କରିବି ସେଟା ଆପଣମାନେ ପାଇପାରିବେ। ସାଙ୍ଗମାନେ, ଯଦି ମୋର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି, ଗୋଟିଏ ଲାଇକ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ ଆଉ କମେଣ୍ଟରେ ଶ୍ରଦ୍ଧାର ସହିତ ଜୟ ମା ଲକ୍ଷ୍ମୀ ନିଶ୍ଚିତ ଭାବରେ ଲେଖନ୍ତୁ। ସାଙ୍ଗମାନେ, ଯଦି ଆପଣଙ୍କ ବାମ ଆଡ଼ୁ ରାସ୍ତା କାଟି ଡାହାଣକୁ ବିଲେଇଟି ଯାଇଥାଏ, ତେବେ ଏହାକୁ ଶୁଭ ସଂକେତ ବୋଲି ମାନାଯାଇଥାଏ। ସାଙ୍ଗମାନେ, ଏହା ମଧ୍ୟ ମାନାଯାଇଥାଏ ଯେ ଯାହାର କୁଣ୍ଡଳୀରେ ରାହୁ ଦଶା ପଡ଼ିଥାଏ, ତେବେ ସେ ଯଦି ବିଲେଇକୁ ପାଳେ, ତାହେଲେ ତାର ରାହୁ ଦଶା କଟିଥାଏ, କାରଣ ବିଲେଇ ରାହୁଙ୍କର ସବାରି ଅଟେ। ସାଙ୍ଗମାନେ, ଏହା ମଧ୍ୟ ମାନାଯାଇଥାଏ ଯେ ଯଦି କଳା ବିଲେଇକୁ ଆପଣମାନେ ଦେଖନ୍ତି, ତାହା ଅଶୁଭ ମାନାଯାଇଥାଏ। ତାହାକୁ ଅଶୁଭ ବୋଲି ସମସ୍ତେ ମାନିଥାନ୍ତି। ପ୍ରକୃତ କଥା ଏହା ଯେ ବିଲେଇ ରାସ୍ତା କାଟିଲେ ଏହା ଏକ
ଅଶୁଭ ସଂକେତ ଅଛି ବୋଲି ସିଏ ସୂଚାଇଥାଏ ଆପଣମାନଙ୍କୁ। ତାକୁ ଦେଖିଲେ ଅଶୁଭ ହୁଏ ନାହିଁ। ପ୍ରକୃତ କଥା ଏଇକି ଯେ ସେ ଆପଣଙ୍କୁ ଦର୍ଶାଇଥାଏ, ଯେ ସେ ଆପଣଙ୍କୁ ଜଣାଇଥାଏ ଯେ ଆପଣଙ୍କର ଆଗକୁ ଯିବାରେ କିଛି ବିପଦ ରହିଛି। ତେଣୁ ଆପଣମାନେ ସେଇଠି କିଛି ସମୟ ଅଟକିକି ଯାଆନ୍ତି। ଯଦି ସାଙ୍ଗମାନେ ବିଲେଇ କାନ୍ଦୁଛି ତାହା ଏକ ଅଶୁଭ ସଂକେତ ଅଟେ। ସେ ମଧ୍ୟ ଦର୍ଶାଇଥାଏ ଯେ ଆପଣଙ୍କ ଘରର ସଦସ୍ୟମାନଙ୍କର କାହାର କିଛି କ୍ଷତି ହେବାର ଅଛି, କାହାର କିଛି ଅନିଷ୍ଟ ହେବାର ଅଛି। ଆପଣଙ୍କ ଘରେ ନିଜର ସଦସ୍ୟମାନଙ୍କ ଭିତରେ କଳହ ଲାଗିବାର ଏହା ମଧ୍ୟ ଏକ ସଂକେତ ଅଟେ। ଏହା ମଧ୍ୟ ମାନାଯାଇଥାଏ ଯେ ବିଲେଇ ଦେବୀ ଲକ୍ଷ୍ମୀଙ୍କ ବଡ଼ ଭଉଣୀ ଅଲକ୍ଷ୍ମୀଙ୍କ ବାହନ ଅଟେ। ସାଙ୍ଗମାନେ, ଯଦି ଆପଣମାନେ ବି ବିଲେଇକୁ ପାଳିଛନ୍ତି ତେବେ ବିଲେଇକୁ କେବେ ବି ଉପେକ୍ଷା କରନ୍ତୁ ନାହିଁ। ସେମାନଙ୍କ ସହିତ ଯେବେ ବି ଆପଣମାନେ ଖେଳୁଛନ୍ତି ସିଏ ବି ଆପଣଙ୍କ ସହିତ କିଛି ଆଶା କରୁଛନ୍ତି ଆପଣମାନଙ୍କ ପାଖରୁ। ଆପଣମାନଙ୍କ ପାଖରେ ଆସିକି ସିଏ ବି ଖେଳିଥାନ୍ତି। ସିଏ ବି ଆପଣଙ୍କ ଠାରୁ କିଛି ଆଳାପ କରିଥାନ୍ତି ଆପଣଙ୍କ ପାଖରେ। ଧ୍ୟାନ ରଖନ୍ତୁ ସାଙ୍ଗମାନେ, ବିଲେଇମାନେ ନିଜର ମାଲିକଙ୍କର ଧ୍ୟାନ ଆକର୍ଷଣ କରିଥାନ୍ତି। କେବେ ବି ନିଜର ପାଳିତ ପଶୁଙ୍କୁ ଉପେକ୍ଷା କରନ୍ତୁ ନାହିଁ, ସେମାନଙ୍କୁ ସ୍ନେହ କରନ୍ତୁ। ଭଗବାନ ଶିବ କହିଲେ, ହେ ଦେବର୍ଷି ନାରଦ, ଏହି କଥାକୁ ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ଶ୍ରଦ୍ଧାର ସହିତ ଶୁଣନ୍ତି ସେମାନଙ୍କ ଘରେ କେବେ ବି ଅଭାବ ରୁହେ ନାହିଁ। ସେମାନଙ୍କ ଘରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ। ଭଗବାନ ଶିବ କହିଲେ, ହେ ନାରଦ, ହେ ଦେବର୍ଷି, ଏହି କଥାକୁ ଯେଉଁମାନେ ସମସ୍ତଙ୍କ ପାଖରେ ନେଇ ପହଞ୍ଚାଇଥାନ୍ତି ସେଇମାନଙ୍କ ଘରେ ସର୍ବଦା ମାତା ଲକ୍ଷ୍ମୀ ବାସ କରିଥାନ୍ତି। ଏହି କଥା ଶୁଣି ଦେବର୍ଷି ନାରଦ କହିଲେ, ହେ ପ୍ରଭୁ, ମୁଁ ଏହି କଥାକୁ 3 ଲୋକରେ ପହଞ୍ଚାଇବି। ଆଶା କରେ ମୋର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ରୂପରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ। ନିଜର ପ୍ରିୟଜନମାନଙ୍କୁ ଏହି କଥାକୁ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ ସାଙ୍ଗମାନେ। ନେକ୍ସଟ ଆଉ ଏକ ଟପିକ୍ ଆପଣମାନଙ୍କ ପାଇଁ ମୁଁ ନେଇକି ଆସିବି। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।